ନମସ୍କାର। ଆମେ ଏସ୍ଏଚ୍ଜିର ନିୟମିତ ବୈଠକକୁ ଗ୍ରହଣ କରୁଛୁ। ଆମେ ସଦସ୍ୟ କାରବାର କରୁଥିଲୁ। ବାଧ୍ୟତାମୂଳକ ସଞ୍ଚୟ ପ୍ରବେଶ କରାଯାଇଛି। ଆମେ ଋଣ ପରିଶୋଧ କରୁ। ତୀର ଉପରେ କ୍ଲିକ୍ କରନ୍ତୁ। ଆପଣ କଟଫରେ ଯେଉଁ ସଦସ୍ୟମାନଙ୍କର ସକ୍ରିୟ ଋଣ ପ୍ରବେଶ କରିଛନ୍ତି ସେମାନଙ୍କର ନାମ ଦେଖିବେ। ଅନିତା, ମୁଁ ତୁମକୁ ପଢ଼ାଇବା ପାଇଁ କେବଳ ଗୋଟିଏ ଋଣ ନେଇଥିଲି। ମୁଁ ସେହି ସଦସ୍ୟଙ୍କୁ ଦେଖିପାରୁଛି। ଏଠାରେ ସଦସ୍ୟଙ୍କ ନାମ ଅଛି। ଆଜି ଦେୟ ପରିମାଣ 322 ଟଙ୍କା ଦେଖାଯାଉଛି। ଆଜି ଦେୟ ଶୂନ୍ୟ ଏବଂ ପରବର୍ତ୍ତୀ ଦେୟ ପରିମାଣ ଦୃଶ୍ୟମାନ। ଏପର୍ଯ୍ୟନ୍ତ କିଛି ଦେୟ ଦିଆଯାଇ ନାହିଁ। ପରବର୍ତ୍ତୀ ଦେୟ ପରିମାଣ ଆମକୁ ଦୃଶ୍ୟମାନ। ଏଠାରେ ଆମେ କେବଳ ଆଗ୍ରହ ଦେଖିପାରୁଛୁ କାରଣ କଟଅଫ୍ ପରେ ତୁରନ୍ତ ଆମେ ଜୁଲାଇ 10 ତାରିଖରେ ବୈଠକକୁ କଏଦ କରିଛୁ ଏବଂ ଆମେ ଜୁନ୍ 26 ତାରିଖ ପର୍ଯ୍ୟନ୍ତ କଟଅଫ୍ କରିଥିଲୁ। ତେଣୁ ଆମେ କେବଳ 10 ଦିନରେ ଗଣନା କରାଯାଇଥିବା ସୁଧ ଦେଖିପାରୁଛୁ। ଲୋକଏସ୍ ଆବେଦନରେ ଦୈନିକ ଆଧାରରେ ସୁଧ ଗଣନା କରାଯିବ। ଏବେ ତିନୋଟି ବିନ୍ଦୁ ଉପରେ କ୍ଲିକ୍ କରିବା। ରସିଦ ଯୋଗ କରନ୍ତୁ। ଏଠାରେ ଆପଣ ଋଣ ସଂଖ୍ୟା, ମୂଳ ଋଣ ପରିମାଣ, ବର୍ତ୍ତମାନର ଦେୟ, ମୋଟ ଦେୟ ଦେଖିବେ। ଏଠାରେ ଯଦି ସଦସ୍ୟ ମୋଟ ମାତ୍ର 322 ଟଙ୍କା ଦେଉଛନ୍ତି ତେବେ ଆପଣଙ୍କୁ ଏଠାରେ ଦେୟ ମୋଡ ଚୟନ କରିବାକୁ ପଡ଼ିବ। ନଗଦ ହେଉ, ବ୍ୟାଙ୍କ ହେଉ କିମ୍ବା ଅନଲାଇନ୍, ଆପଣଙ୍କୁ କେବଳ ପେ ଟୋଟାଲ ଉପରେ କ୍ଲିକ୍ କରିବାକୁ ପଡ଼ିବ। ସଦସ୍ୟଙ୍କ ପରିଶୋଧ ଯୋଡ଼ାଯିବ। କିନ୍ତୁ ଯଦି ସଦସ୍ୟ କମ୍ କିମ୍ବା ଅଧିକ ଦେୟ ଦେଉଛନ୍ତି ତେବେ ଆପଣଙ୍କୁ ପେ ପାର୍ଶିଆଲ ମୋଡ ଉପରେ କ୍ଲିକ୍ କରିବାକୁ ପଡ଼ିବ ଏବଂ ଯଦି ସଦସ୍ୟ ବ୍ୟାଙ୍କ ମାଧ୍ୟମରେ ଦେୟ ଦେଉଛନ୍ତି ତେବେ ଆପଣଙ୍କୁ ଏଠାରେ ବ୍ୟାଙ୍କ ଚୟନ କରିବାକୁ ପଡ଼ିବ। ବ୍ୟାଙ୍କ ଚେକ୍ ନମ୍ବର ଚୟନ କରନ୍ତୁ। ଯଦି ସଦସ୍ୟ ଚେକ୍ ଦେଇଛନ୍ତି ତେବେ ପେ ପାର୍ଶିଆଲ ମୋଡ ଉପରେ କ୍ଲିକ୍ କରନ୍ତୁ ଏବଂ ଆପଣ ଏଠାରେ 10,322 ଟଙ୍କା ଯୋଡ଼ିବେ। ଏବଂ ଏହି ପରିଶୋଧ କରାଯିବ। ଚାଲ ଫେରିଯିବା। ଏହିପରି ଭାବରେ ଆପଣ ପରିଶୋଧ ନେଇପାରିବେ। ଧନ୍ୟବାଦ।